ବ୍ରହ୍ମପୁର ଫାଷ୍ଟଗେଟ୍ ନିକଟ ରଘୁପତି ନଗର କଳିଙ୍ଗ ବିଦ୍ୟା ମନ୍ଦିରର 33ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ବାର୍ଷିକ ଉତ୍ସବରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ କୁମାର ଶୁକ୍ଳ, ରଙ୍ଗେଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା, ଏସ୍ଏମ୍ଆଇଟି ସଭାପତି ଶ୍ରୀଯୁକ୍ତ ଭଗବାନ ଗନ୍ତାୟତ ସମ୍ମାନିତ ଅତିଥି ଭାବେ ଏବଂ ମୁଖ୍ୟ ବକ୍ତା ଭାବେ ଗୋପାଳପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରାମପ୍ରସାଦ ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। କଳିଙ୍ଗ ବିଦ୍ୟାମନ୍ଦିର ଅଧ୍ୟକ୍ଷ ଶର୍ମିଳା ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରାରମ୍ଭଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ଏହାପରେ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ତୃତୀୟ ଶ୍ରେଣୀର ଜଣେ ଓ ପଞ୍ଚମ ଶ୍ରେଣୀର 3 ଜଣ ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଶ୍ରେଷ୍ଠ ଗୁରୁଜୀ ଭାବେ ଡି ଶୁକ୍ରୁ, ଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବେ ଶ୍ରୀମତୀ ଲିଲେଶ୍ୱରୀ ପଣ୍ଡାଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମାମାନଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଜବାହରଲାଲ ପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ହରିକୃଷ୍ଣ କଠିଆ, ବିଦ୍ୟାଳୟର ସଭ୍ୟ ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ବନମାଳୀ ପ୍ରଧାନଙ୍କ ସମେତ ସମସ୍ତ ସଭ୍ୟ ମଞ୍ଚ ଉପରେ ଉପସ୍ଥିତ ଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବ୍ୟୁରୋ ରିପୋର୍ଟ, ଓମ୍ ଟିଭି ଓଡ଼ିଶା। ମୁଁ ଶର୍ମିଳା ପଟ୍ଟନାୟକ, କଳିଙ୍ଗ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷୟିତ୍ରୀ। ଆମର ଆଜି 33ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପାଳନ କରାଯାଉଛି। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ 3 ଜଣ ଗୁରୁଜୀ ଗୁରୁମାଙ୍କୁ ଦିଆଯାଇଥିଲା, ପୁରସ୍କୃତ କରାଯାଇଥିଲା। ଆମ ଏହି ବର୍ଷ 4 ଜଣ ଶିଶୁ ବୃତ୍ତି ପାଇଥିଲେ, ସେମାନଙ୍କୁ ମଧ୍ୟ ପୁରସ୍କାର ଦିଆଯାଇଥିଲା। ସେମାନଙ୍କର ପ୍ୟାରେଣ୍ଟସ୍ମାନଙ୍କୁ ଡକାଯାଇଥିଲା। ଏହିପରି ଭାବରେ ଆମର ବିଦ୍ୟା ମନ୍ଦିରରେ ଆଜି ଏହି ଦିବସ ପାଳନ କରାଯାଉଛି। ଆମର ଏବେ ଏ ବର୍ଷ ଯିଏକି ଶ୍ରେଣୀରେ ପ୍ରଥମ ହୋଇଥିଲେ 2025-26 ବର୍ଷରେ ଯେଉଁମାନେ ଶିଶୁମାନେ, ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଆହୁରି ଚମ୍ପିୟନ୍ ପିଲାମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ପ୍ରତିବର୍ଷ ଭଳି ଆମ ସ୍କୁଲ ଆହୁରି ଆଗଉଛି, ମାନେ ଗତ ବର୍ଷ ଯାହା ତାଠାରୁ ଅଧିକ ଏ ବର୍ଷ ଆମର ଶିଶୁମାନେ ବହୁତ ଉନ୍ନତି କରିଛନ୍ତି। କାହିଁକି ଏ ବର୍ଷ ମଧ୍ୟ ପିଲାମାନେ ଆମର ଯାଇଥିଲେ ସ୍କାଉଟ୍ ଗାଇଡ଼ରେ ଯାଇଥିଲେ, ସ୍କାଉଟ୍ ଗାଇଡ଼ରେ ମଧ୍ୟ ବହୁତ ପୁରସ୍କାର ପାଇ ଆସିଛନ୍ତି। ସେମାନଙ୍କୁ ବହୁତ ଧନ୍ୟବାଦ ଜଣାଉଛି। ସେମାନେ ଏତେ ସମୟ ଧରି 3ଟାରୁ ଆସି ଅଛନ୍ତି ପର୍ଯ୍ୟନ୍ତ, ଏହି ପର୍ଯ୍ୟନ୍ତ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଯେଉଁ ଏତେ ସମୟ ତାଙ୍କ ରହିଛନ୍ତି ଧୈର୍ଯ୍ୟ ଧରିକି, ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ମୋ ନାଁ ହରିକୃଷ୍ଣ କୋଠିଆ, ସମ୍ପାଦକ କଳିଙ୍ଗ ବିଦ୍ୟା ମନ୍ଦିର। କ'ଣ କହିବେ ସାର୍, ଆଜି 33ତମ ବାର୍ଷିକ ଉତ୍ସବ କଳିଙ୍ଗ ବିଦ୍ୟା ମନ୍ଦିର? ଆଜି 33ତମ ବାର୍ଷିକ ଉତ୍ସବ ବହୁତ ଖୁସିର ସହିତ ପାଳନ କରାଗଲା। ଆଜି ବ୍ରହ୍ମପୁର ମାନ୍ୟବର ବିଧାୟକ କେ ଅନିଲ କୁମାର ଯୋଗ ଦେଇଥିଲେ ଏବଂ ଗୋପାଳପୁର କଲେଜର ଅଧ୍ୟକ୍ଷ ପଣ୍ଡା ସାର୍ ଯୋଗ ଦେଇଥିଲେ ଏବଂ ବିଧାୟକଙ୍କ ପ୍ରତିନିଧି ଶ୍ରୀ ଅଶୋକ କୁମାର ଶୁକ୍ଳ ମଧ୍ୟ ଯୋଗ ଦେଇଥିଲେ ଏବଂ ଏସ୍ଏମ୍ଆଇଟି କଲେଜର ଅଧ୍ୟକ୍ଷ ଭଗବାନ ଗନ୍ତାୟତ ଏବଂ ଅନ୍ୟାନ୍ୟ ମୋର ସହଯୋଗୀମାନେ, କମିଟିର ସହଯୋଗୀମାନେ ସବୁ ଉପସ୍ଥିତ ଥିଲେ। ପିଲାମାନଙ୍କୁ ବର୍ଷ ସାରାର ଯାହା କୃତିତ୍ୱ କରିଥିଲେ ସେମାନଙ୍କୁ ପ୍ରାଇଜ୍ ଡିଷ୍ଟ୍ରିବ୍ୟୁସନ୍ କରାଗଲା। ଯେଉଁମାନେ ବୃତ୍ତି, ଆମ ସ୍କୁଲର 7ଟା ପିଲାରୁ 4ଟା ପିଲା ବୃତ୍ତି ପାଇଥିଲେ, ସେ ବୃତ୍ତି ପିଲାଙ୍କୁ ମଧ୍ୟ ଦିଆହେଲା ଏବଂ ସ୍କାଉଟ୍ ଗାଇଡ଼ ପିଲାଙ୍କୁ ମଧ୍ୟ ଆଜି ସମ୍ମାନିତ କରାଗଲା। ଆଉ 2 ଜଣ ଟିଚର, ବେଷ୍ଟ ଟିଚର ଶ୍ରୀମତୀ ଲିଲେଶ୍ୱରୀ ପଣ୍ଡା, ସହାୟକ ଶିକ୍ଷୟିତ୍ରୀ ଏବଂ ଡି ଶୁକ୍ରୁ ସହାୟକ ଶିକ୍ଷକ ଏବଂ ସେବିକା ରୂପେ ସ୍କୁଲର ପ୍ରତ୍ୟେକ ଜିନିଷରେ କାର୍ଯ୍ୟ କରୁଥିବା ଯୋଗୁଁ ଅମ୍ବିକା ଦଳେଇଙ୍କୁ ସମ୍ମାନିତ କରାଗଲା। ଆଉ ପିଲାମାନେ ବହୁତ ନାଚ ଗୀତ ବହୁତ ଦିନ ହେଲା ଶିଖିଛନ୍ତି। ନାଚ ଗୀତ ଆଜି ପିଲାମାନେ ବର୍ଷର ଆଜି ଗୋଟେ ଉତ୍ସବ ପାଳନ କରୁଛନ୍ତି। ଅଭିଭାବକମାନଙ୍କୁ କୁହାହେଉଛି, ଆମ ସ୍କୁଲରେ ତ ଆମର ଠିକ୍ ଶିକ୍ଷାଦାନ ଆମେ କରୁଛୁ। ଆମର ସମସ୍ତ ଟିଚର ମାନେ ଟ୍ରେନିଂ ଗ୍ରାଜୁଏଟ୍ ଅଛନ୍ତି। ପାଠ ଉପରେ ଆମର ସବୁ ଟିଚର ଠିକ୍ ରୂପେ ପାଠ ପଢ଼ାଉଛନ୍ତି। ଏବେ ଅଭିଭାବକମାନଙ୍କୁ ଅନୁରୋଧ କରାହେଉଛି, ଯେଉଁ ଟିଚର ପାଠ ପଢ଼ାଇଲା ପରେ ଆପଣମାନେ ଘରେ ଯାଇ ତା'ର ହୋମୱାର୍କଟା ଦେଖନ୍ତୁ। ପିଲାମାନଙ୍କୁ ମୋବାଇଲରୁ ଦୂର ରଖନ୍ତୁ। ମୋବାଇଲ ଦେଖିବା ଦ୍ୱାରା ପିଲାମାନେ ପାଠ ପଢ଼ି ପାରୁନାହାନ୍ତି ଏବଂ ଅଭିଭାବକଙ୍କୁ ଅନୁରୋଧ କରାହେଉଛି, ଯେଉଁ ଜିନିଷ କେଉଁ ପିଲାର ଅସୁବିଧା ହେଲା ସେମାନେ ଆସି ଏଚଏମ୍ କଥା ହୁଅନ୍ତୁ, କଥା ହେଇ ତା'ର ଠିକ୍ ଠାକ୍ କରନ୍ତୁ।